ଭାଇ ବଳରାମ ସୁବଳ ସୁଦାମ ଆସିଲେଣି ତୋ ନିକଟରେ। ଭୁଞ୍ଜ ସରପୁଳି ଆରେ ବନମାଳି ଉଠି ମୁଖ ଧୁଅ ଜଟରେ। ଭାଇ ବଳରାମ ସୁବଳ ସୁଦା ଆସିଲେଣି ତୋ ନିକଟରେ। ଭୁଞ୍ଜ ସରପୁଳି ଆରେ ବନମାଳି ଉଠ ବୈକୁଣ୍ଠଙ୍କର ଏ ପବିତ୍ର ସଙ୍ଗୀତ ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଆମ ପ୍ରଭୁ ବଳଦେବ ଜଗନ୍ନାଥ ସୁଭଦ୍ରା ସୁଦର୍ଶନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରୁଛି। ମଧୁଙ୍କର ଗୋଟିଏ ପଦ ଗାଇବା, ସ୍ୱରମର ହଉ ନ ହଉ। ଏ ବିଶ୍ୱ ବ୍ରହ୍ମାଣ୍ଡେ ହେଉଛି ଯାହା, ସବୁ ତୁମ୍ଭ ଖେଳ ତୁମରି ମାୟା। ଏ ବିଶ୍ୱ ବ୍ରହ୍ମାଣ୍ଡେ ହେଉଛି ଯାହା, ସବୁ ତୁମ୍ଭ ଖେଳ ତୁମରି ଅନ୍ତ ନ ପାନ୍ତି ଅନନ୍ତ କାୟା। ଅନ୍ତ ନ ପାନ୍ତି ଅନନ୍ତ ସବୁ ତୁମ୍ଭ ଖେଳ ତୁମରି ମାୟା। ସବୁ ଖେଳ ତୁମରି ମାୟା। ଆଉ କେଉଁ ନର ବୁଝିବ ତାହା, ଭାବିଣ ହୁଏ ହାଲିଆଏ। ନ ଦେଖାଇ ମାୟା ହୁଅ ବାରେସା, ଭାସେ ମଧୁକ ଦୟା ହେ। ସବୁ ତୁମ୍ଭ ଖେଳ ତୁମରି ମାୟା। ଏ ବିଶ୍ୱ ବ୍ରହ୍ମାଣ୍ଡେ ହେଉଛି ଯାହା, ସବୁ ତୁମ୍ଭ ଖେଳ ତୁମରି ମାୟା। ବ୍ରହ୍ମାଣ୍ଡେ ହେଉଛି ଯାହା। ଇଏ ମଧୁଙ୍କର ଗୀତ। ପ୍ରକୃତରେ ବଳଦେବ ଜଗନ୍ନାଥ ସୁଭଦ୍ରା ସୁଦର୍ଶନ ରଥ ଉପରେ ଇଏ ଯେଉଁ ମାୟା, ଇଏ ସଂସାର ଯେଉଁ ଚାଲିଛି, ଇଏ ହଉ ତାଙ୍କରି ମାୟା ନା ଆଉ କ'ଣ ପୃଥିବୀରେ ଆଉ କିଏ ଅଛି? ଅଭିନ୍ନ ସୁନ୍ଦର କହିଲେ, ତରକା ମାଛ ଯେ ହୋଇବ ଜାଲରୁ ଡେଇଁ ଯିବ, ଜାଲରୁ ଯେହି ଡେଇଁ ଯାଏ ନିଶେ ପ୍ରଭୁ ଦେଖିବ। ତରକା ମାଛ ଯେ ହୋଇବ ଜାଲରୁ ଯେହି ଡେଇଁ ଯାଏ ନିଶେ ପ୍ରଭୁ ଦେଖିବ। ଜାଲରୁ ଯେହି ଯିବ ଜାଲରୁ ଯେହି ଡେଇଁ ଯାଏ ନିଶେ ପ୍ରଭୁ ଦେଖିବ। ଜାଲଟେ ପଇଲା, ଗୋଟେ କୈବର୍ତ୍ତ ଜାଲ ପକେଇଲା, ଜାଲରେ ଅନେକ ମାଛ ପଡ଼ିଗଲେ, କିନ୍ତୁ କେତେକ ମାଛ ସେ ଜାଲରୁ ଡେଇଁକିରି ପଳେଇଲେ। ଅଭିରାମ ଏଠି କହୁଛନ୍ତି କେତେ ସୁନ୍ଦର କଥା। ଏଇ ଯେଉଁ ସଂସାର ରୂପକ ମାୟା ଜାଲରେ ଆମେ ସବୁ ପଡ଼ିଛେ, ଏଇ ଜାଲରୁ ଯେଉଁ ଲୋକଟା ଡେଇଁକିରି ପଳେଇବ, ଅର୍ଥାତ ସେ ମାୟାକୁ ଭକ୍ତି କୁଠାରେ ଦୁର୍ବାସନା ଛେଦ ତୁ ଗୁରୁ ବାକ୍ୟ ସିନା। ସେଇ ମାୟାମୁକ୍ତ ମଣିଷ ହିଁ ପ୍ରକୃତରେ ଭଗବାନଙ୍କର କୃପା ଲାଭ କରିବ। ତେଣୁ ଆଜି ଗୁଣ୍ଡିଚାରେ ସେଇ କାଳିଆ ବଳିଆଙ୍କୁ ବଳିଆ ପ୍ରାର୍ଥନା କରୁଛି।
आमको सबू एमती उद्धार करंतु सी दया न कले आमे कहीं उद्धार हो पारिबानी। अच्छा आज हूँ पवित्र श्री गुंडीचा। श्री कहले लक्ष्मी, श्री कहले श्री मंदिर, श्री कहले श्री मद, श्री कहले शरीर। आज जो यात्राटी होची से कौन ये शरीर रूपक रथ, शरीरंग रथ में बतु। शरीर होची रथ, से रथ भितर बईचनी किए आत्मानं रथिनां विद्धि। आत्मा रूपी जगन्नाथ ता भितर बईचନ୍ତି। शरीर होची रथ, आत्मा होचंती जगन्नाथ। बलदेव होचंती शरीरर मनर बड़ बलदेव। सुभद्रा होचंती ज्ञान विज्ञान इत्यादि इत्यादि कथा। अच्छा जो घोड़ा गुड़िक रथरे लगी से घोड़ा गुड़िक किए इंद्रियाणी हयान। आम भितर जो 11टा इंद्रिय अच्छी आखि कान नाक हाथ गोड़ यही होचंती घोड़ा। तेणु जीवन बड़ दांडरे संसार बड़ दांडरे तिताप दलने त्रिरथ चालई ये संसार बड़ दांड जे अटई। तेणु आज प्रभु गुंडीचार जो यात्रा करुचंती ये गुंडीचा यात्रा होची जीवन यात्रा। जीवन रो यात्रा होची गुंडीचा यात्रा। बलदेव आमरी भितर अछंती, जगन्नाथ हृदय रे अछंती, बलदेव बाहुरे अछंती, सुभद्रा मस्तिष्क रे अछंती। एमती गोटे रथ यात्रा चली जन्म ठारू मृत्यु पर्यंत रथ यात्रा चलिब। अच्छा गत कालीर कथारू पदे खाली कही दउची नमई नृसिंह चरण। आपण देखिए गोटे अवतार आसीथिले पृथ्वी को आमे ताकू प्रमाण करि परिबानी किंतु उपाख्यानटाकू आमे बुझी परिबा, तत्व रे बुझी परिबा। सेटा कौन ना भगवान बामन अवतार रे तांकर 3टी पाद थिला। ताकू आमे प्रमाण करि परिबानी, खाली आमे सुनिबा। तेबे 3 पाद किए? 3 पाद होची 3टी चरण। तो 3टी चरण किए? गोटे स्वर्ग, गोटे मर्त्य, गोटे पाताल। अच्छा मर्त्यटाକୁ आमे प्रमाण करदवा, एगुड़ाक मर्त्य पाताल ताकू प्रमाण करिया मुस्कुल। स्वर्ग ताकू भी प्रमाण करिया मुस्कुल। समस्त कहते आम स्वर्ग को जीवु, स्वर्ग को जाइए किए चिठी पत्र आमको देनी गला। तेबे ये हूँ स्वर्ग, कंठ ठारू मस्तिष्क स्वर्ग। मर्त्य ये हूँ कंठ ठारू नाभि पर्यंत, ये हूँ मर्त्य। नाभि ठारू पाद पर्यंत ये हूँ पाताल। जो व्यक्ति यही 3टी तत्व को बुझे, अर्थात स्वर्ग ललाट चक्र नासाग्र ठारू सहस्रा चक्र पर्यंत ये 3टी चक्र को ध्यान करे, से स्वर्ग लाभ करे। कंठ ठारू नाभि पर्यंत, कंठरे शिव, हृदय रे विष्णु, नाभि रे ब्रह्मा। यही ब्रह्मा विष्णु महेश्वर को जी मन रे ध्यान करे ये मर्त्य। नाभि ठारू पाद पर्यंत जे ध्यान करे से हूँ पाताल। तेणु सज्जन
ନମଇ ନୃସିଂହ ଚରଣ। କିନ୍ତୁ ଏ ଚରଣ ଶବ୍ଦକୁ ଆମେ ବ୍ୟାଖ୍ୟା କଲେ ଗୀତାର ପୁରୁଷୋତ୍ତମ ଯୋଗ 15 ଅଧ୍ୟାୟକୁ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କଲେ ହିଁ ଆମେ ପ୍ରକୃତରେ ତାର ତତ୍ତ୍ୱକୁ ଆହୁରି ସୁନ୍ଦର ଭାବରେ ଶୁଣିପାରିବା। ଦେଖିବା କାଲି ପୁରା ଶ୍ଳୋକଟାକୁ ଆମେ ବର୍ଣ୍ଣନା ନ କଲେ ବି ଆସନ୍ତାକାଲି 2-3ଟି ଶ୍ଳୋକ ବ୍ୟାଖ୍ୟା କରିଦେବା। ତାହେଲେ ଚରଣଟା ପ୍ରକୃତରେ କିଏ? ବର୍ତ୍ତମାନ ଗୋଟିଏ ଗୀତ ଗାଇ ଆଜି ଗୁଣ୍ଡିଚା ଯାତ୍ରା, ସମସ୍ତେ ଜଗନ୍ନାଥଙ୍କର ଦର୍ଶନ କର। ଆଜି ଜଗନ୍ନାଥଙ୍କୁ ପ୍ରଥମେ ମନ ଭିତରେ ଚିନ୍ତନ କର। ତେଣୁ ସେଇ ପଦଟି ହେଉଛି ଯେ ନମଇ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଗୋଟିଏ ପଦ, ସେଇ ପଦଟି ହେଉଛି ଚରଣର ପଦ। ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଅଠା କାଠି ପଞ୍ଜରୀରେ ନଦିଏ ଧରା। ତେଣୁ ଏ ତ ବଢ଼ିଆ ବଢ଼ିଆ ଗୀତ ଗୁଡ଼ାକ ସବୁ ଅଛି। ଆଉ ତେଣୁ କାଲିଠାରୁ ପୁଣି ସେଇ କଥାକୁ ଆଲୋଚନା କରିବା। ନାମାଚାର୍ଯ୍ୟ ବାୟା ବାବାଙ୍କର ସେଇ ଗମ୍ଭୀର ମୂର୍ତ୍ତିକୁ ଚିନ୍ତନ କରି ପ୍ରଣାମ ଜଣାଉଛି। ଗୁରୁ କୃପା ହି କେବଲମ୍। ଠାକୁର ନିଗମାନନ୍ଦଙ୍କୁ ଚିନ୍ତନ କରୁଛି। ଗୁରୁ କୃପା ହି କେବଲମ୍। ବୈକୁଣ୍ଠ ମଧୁସୂଦନ ଅଭିରାମ ସମସ୍ତ ଗୁରୁବର୍ଗମାନଙ୍କୁ ପ୍ରଣାମ କରି ଆଜିର କଥାକୁ ଏଇଠି ରଖୁଛି। ଜୟ ଗୁରୁ।